ସକାଳ ହେଉ କି ରାତି ପଖାଳ କଂସାଏ ହେଲେ ଓଡ଼ିଆଙ୍କ ଦିନ ଚଳିଯାଏ। ଏହା ଓଡ଼ିଆଙ୍କ ପ୍ରଥମ ପସନ୍ଦ ମଧ୍ୟ। କିନ୍ତୁ ଜାଣିଛନ୍ତି କି ଏହି ପଖାଳ ବିଭିନ୍ନ ରୋଗର ରାମବାଣ ପରି କାର୍ଯ୍ୟ କରେ। ତେବେ ଓଡ଼ିଆଙ୍କ ପ୍ରିୟ ବାସି ପଖାଳ ଭାତ, ଛୁଆଠାରୁ ବୃଦ୍ଧ ସମସ୍ତଙ୍କ ପ୍ରିୟ ଖାଦ୍ୟ ପଖାଳ ଭାତ। ଏପରିକି ମହାପ୍ରଭୁଙ୍କ ଠାରେ ମଧ୍ୟ ଲାଗି ହୁଏ ପଖାଳ। ସେପଟେ ଗରିବଙ୍କ ଠାରୁ ଧନୀ ସମସ୍ତେ ପଖାଳ ଭାତକୁ ଖାଇଥାନ୍ତି। କିନ୍ତୁ ଏହାର ଉପକାରିତା ବିଷୟରେ ଆପଣ ଜାଣିଛନ୍ତି କି? ହଁ ଆଜ୍ଞା, ଏହା ଶରୀର ପାଇଁ ବହୁତ ଫାଇଦା ଦେଇଥାଏ। ଯାହାକି ଆସାମର କୃଷି ବିଶ୍ୱବିଦ୍ୟାଳୟ ପକ୍ଷରୁ ବାସି ଭାତକୁ ନେଇ ଏକ ଗବେଷଣା କରାଯାଇଥିଲା। ସେଥିରୁ ଜଣାପଡ଼ିଥିଲା ଯେ ବାସି ଭାତକୁ ରାତି ସାରା ପାଣିରେ ଭିଜାଇ ରଖିଲେ ତାହା ଶରୀର ପାଇଁ ବହୁତ ଭଲ ଏବଂ ଖୁବ୍ ଉପକାରୀ ହୋଇଥାଏ। ତେବେ ଆମେ ଯେତେବେଳେ ଭାତ ରାନ୍ଧିଥାଉ ସେଥିରେ ଆଇରନର ମାତ୍ରା 3.4 ମିଲିଗ୍ରାମ ଥାଏ। ଯଦି ସମାନ ପରିମାଣର ଚାଉଳକୁ ରାତି ସାରା ଅର୍ଥାତ୍ 12 ଘଣ୍ଟା ଭିଜାଇ ରଖାଯାଏ ତେବେ ସେଥିରେ ଥିବା ଆଇରନର ମାତ୍ରା 73.91 ମିଲିଗ୍ରାମ ହୋଇଯାଏ। ଠିକ୍ ସେହିପରି ଏଥିରେ ସୋଡିୟମ, ପୋଟାସିୟମ ଓ କ୍ୟାଲସିୟମର ମାତ୍ରା ମଧ୍ୟ ବୃଦ୍ଧି ପାଇଥାଏ। ତେଣୁ ପଖାଳ ଭାତରେ ସବୁଠାରୁ ଅଧିକ ଶକ୍ତିବର୍ଦ୍ଧକ ଉପାଦାନ ରହିଛି। ସେଥିପାଇଁ ପ୍ରାତଃ ଭୋଜନରେ ପଖାଳ ଭାତ ଖାଇଲେ ଦେହରେ ଫୁର୍ତ୍ତି ଆସିବା ସାଙ୍ଗକୁ ପେଟରେ ଅଲସରର ସମସ୍ୟା ଥିଲେ ତାହା ମଧ୍ୟ ଦୂରୀଭୂତ ହୋଇଥାଏ। ଆପଣମାନେ ଜାଣିଥିବେ ଯେ ଘରେ ଯଦି କିଛି ଭାତ ରାତିରେ ବଳିଯାଏ ତେବେ ଏହାକୁ ବହୁତ ଲୋକ ଫୋପାଡ଼ି ଦେଇଥାନ୍ତି। କେତେକ ଘରେ ବଳକା ଭାତକୁ ଗାଈଗୋରୁଙ୍କ ପାଇଁ ମଧ୍ୟ ସାଇତି ରଖିଥାନ୍ତି। ହେଲେ ଆପଣ ବାସି ଭାତର ଉପକାରିତା ସମ୍ପର୍କରେ ଜାଣିଲେ କେବେ ବି ପଖାଳକୁ ଫିଙ୍ଗିବେ ନାହିଁ କିମ୍ବା ଏହାକୁ ଅଣଦେଖା କରିବେ ନାହିଁ।